ଏପର୍ଯ୍ୟନ୍ତ ଯାଏ ପାଇନାହାନ୍ତି କି ସୁଭଦ୍ରା ଟଙ୍କା। ଦ୍ୱିତୀୟ ଥର ପଞ୍ଜୀକରଣକୁ ନେଇ ରହୁଛି ବିଗ୍ ଅପଡେଟ୍। ଯେଉଁମାନେ ରେଜିଷ୍ଟ୍ରେସନ କରିଥିଲେ କିନ୍ତୁ ତାଙ୍କ ଆକାଉଣ୍ଟକୁ ଆସିନାହିଁ ସୁଭଦ୍ରା ଟଙ୍କା, ତେବେ କ'ଣ ସେମାନେ ପୁଣି ଥରେ ଆବେଦନ କରିବେ? ସୁଭଦ୍ରା ଯୋଜନାକୁ ନେଇ ଅନେକ ମହିଳାଙ୍କ ମଧ୍ୟରେ ଏମିତି ଅନେକ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟର କିଛି ମହିଳାଙ୍କୁ ଟଙ୍କା ମିଳିଥିବା ବେଳେ ଅନେକ ମହିଳାଙ୍କୁ ଟଙ୍କା ମିଳିନାହିଁ। ଏଭଳି ପରିସ୍ଥିତିରେ କ'ଣ କରିବେ ମହିଳାମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଗୋଟିଏ ଘରେ ଶାଶୁ ବୋହୂ ଥିବା ବେଳେ ବୋହୂକୁ ସୁଭଦ୍ରା ଟଙ୍କା ଆସିଥିବା ବେଳେ ଶାଶୁକୁ ଆସିନାହିଁ। ତେବେ ସେମାନେ ଆଗକୁ କ'ଣ କରିବେ? ପୁଣି ଥରେ ଆବେଦନ କରିବେ କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏଥିରେ କୌଣସି ଚିନ୍ତା କରିବାର ନାହିଁ। ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ପରବର୍ତ୍ତୀ ଖବର ହେଉଛି, ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ପ୍ରାୟ 25 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିଛି। ସରକାର 1250 କୋଟି ଟଙ୍କା ଉକ୍ତ ମହିଳାଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିଛନ୍ତି। ସେପଟେ ସୁଭଦ୍ରା ପାଇଁ ଆବେଦନ ଏବେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ରାଜ୍ୟର 80 ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିସାରିଛନ୍ତି। ତେବେ 17 ସୁଦ୍ଧା 2000 ମହିଳା ସୁଭଦ୍ରାରେ ଅଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି। ତେବେ କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି, ଆବେଦନ କରିଥିଲେ ବି କଟିଯିବ ନା? ଆସନ୍ତୁ ଜାଣିବା। ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କ ବୟସ 21 ବର୍ଷରୁ କମ୍ ହୋଇଥିବ କିମ୍ବା 60 ବର୍ଷରୁ ଅଧିକ ହୋଇଥିବ ସେମାନେ ଏଥିରେ ଆବେଦନ କରିପାରିବେ ନାହିଁ। ସେପରି ଯେଉଁମାନଙ୍କୁ ମାସିକ 1500 ଟଙ୍କା କିମ୍ବା ବର୍ଷକୁ 18,000 ଟଙ୍କାର ସରକାରୀ ସହାୟତା ମିଳୁଛି ସେମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ ନାହିଁ। ଓ କୌଣସି ସରକାରୀ ବିଭାଗରେ ଚାକିରି କରୁଥିଲେ ସେମାନେ ବି ଏଥିରେ ଆବେଦନ କରିପାରିବେ ନାହିଁ। ପରବର୍ତ୍ତୀ ଖବର ହେଉଛି, ପିଏମ୍ କିଷାନ ଟଙ୍କାକୁ ନେଇ ବଡ଼ ଅପଡେଟ୍। କୃଷକ କଲ୍ୟାଣ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପିଏମ୍ କିଷାନକୁ ନେଇ ଏକ ବଡ଼ ଖବର ରହିଛି। ତେବେ 18ତମ କିସ୍ତିକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ନାହିଁ। ଯଦି ଆପଣ ଜଣେ ପିଏମ୍ କିଷାନ ହିତାଧିକାରୀ, ଆପଣମାନଙ୍କୁ EKYC କରିବାକୁ ପଡ଼ିବ। ଯଦି ଆପଣ EKYC କରିନାହାନ୍ତି, ଏହାର ଲାଭ ଆପଣ ଆଗକୁ ଉଠାଇ ପାରିବେ ନାହିଁ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ଦରକାର ପଡ଼ିଲେ କଂଗ୍ରେସ ସହ ହାତ ମିଶାଇବ ବିଜେଡି ଆଉ ରାଜ୍ୟରେ ସରକାର କରିବ ଦଳ। ଖୋଲାଖୋଲି ଭାବେ ଏକ ମଞ୍ଚରେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ପାରାଦୀପ କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦ୍ବୋଧନ ଦେଇ ଏହି ଅବସରରେ ଏପରି କହିଛନ୍ତି ଦେବାଶିଷ ସାମନ୍ତରାୟ। ପରବର୍ତ୍ତୀ ଖବର ହେଉଛି, ସୁଭଦ୍ରା ଯୋଜନାର କାମ କରିବାକୁ ବାରଣ କରାଯାଇଥିଲା, ମାତ୍ର ଏହାକୁ ନ ମାନିବାରୁ କଙ୍ଗାରୁ କୋର୍ଟ ବସାଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଏପରି ଅମାନୁଷିକ କାମ ବାଲେଶ୍ୱର ଜିଲ୍ଲା ବାଲିଆପଳ ଥାନା କୁଣ୍ଡୁନି ପଞ୍ଚାୟତ ମହାପଦା ଗ୍ରାମରେ ଘଟିଥିବାର ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର ହେଉଛି, ଘନେଇଲା ଭରତପୁର ପୋଲିସ ଏବଂ ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହ ଶହ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରି ହଠାତ୍ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଶହ ଶହ ପୋଲିସ। ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଗାମୀ ଦିନରେ ବଡ଼ ପ୍ରତିବାଦ ପାଇଁ ପ୍ରସ୍ତୁତି କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ଓଡ଼ିଶା ପୋଲିସ ସଂଘର ସାଂଗଠନିକ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ଏକ ପ୍ରେସମିଟ୍ କରିଛନ୍ତି। ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣାରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତେବେ ସେ କହିଛନ୍ତି, ଏ ଘଟଣାରେ ତଦନ୍ତ ଚାଲିଛି। ନିଲମ୍ବିତ ହୋଇଥିବା ପୋଲିସ କର୍ମୀ ଏପର୍ଯ୍ୟନ୍ତ ଯାଏ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଉପରୁ ନିଲମ୍ବିତ ହଟାଇବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ପରବର୍ତ୍ତୀ ଖବର ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥୀ ସେଠୀ ପୁଣି ବିଜେଡିକୁ ଫେରିବେ। 2024 ସାଧାରଣ ନିର୍ବାଚନ ସମୟରେ ଟିକେଟ ନ ମିଳିଥିବା କାରଣରୁ ବିଜେଡିରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପତ୍ରକୁ ପ୍ରତ୍ୟାହାର କରିବା ପାଇଁ ଭାଗୀରଥୀ ଶୁକ୍ରବାର ବିଜେଡିର ହାଇକମାଣ୍ଡ ନିକଟକୁ ପତ୍ର ଲେଖିଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଭରତପୁର ଥାନାରେ ଭାରତୀୟ ସେନା ମେଜର ଓ ତାଙ୍କ ବାନ୍ଧବୀକୁ ପୋଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ। ଏହି ଘଟଣାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଦୋଷ ଦେଇଛନ୍ତି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଗୋଟିଏ ଘଟଣାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ବୋଲି କହିହେବ ନାହିଁ। ଏହି ସରକାରଙ୍କୁ ଅଧିକ ସମୟ ଦେବାକୁ ପଡ଼ିବ। 25 ବର୍ଷ ତୁଳନାରେ 100 ଦିନ କିଛି ନୁହେଁ। ସୌମ୍ୟରଞ୍ଜନ କହିଛନ୍ତି ଯାହାକୁ ଆଗରୁ ଦେଖିବାକୁ ମିଳୁନଥିଲା ସେ ଏବେ ଗାତରୁ ବାହାରି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ସେମାନେ ବୋଧହୁଏ ନିଜ ସମୟରେ ହେଉଥିବା ଭୁଲ କଥା ଭୁଲି ଯାଇଛନ୍ତି। ମୁଁ ଭାବୁଛି ସରକାରଙ୍କୁ ଟିକେ ଅଧିକ ସମୟ ଦେବାକୁ ପଡ଼ିବ। ଏମିତି କିଛି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ପରବର୍ତ୍ତୀ ଖବର ହେଉଛି ଆସୁଛି ଆଉ ଏକ ବଡ଼ ଧରଣର ଲଘୁଚାପ। 22 ତାରିଖ 23 ତାରିଖ ଏବଂ 24 ତାରିଖ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ଖବର ହେଉଛି ନୂଆଦିଲ୍ଲୀରେ ପହଞ୍ଚିଲା ଭରତପୁର ଥାନା ମାମଲା। ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ସହ ଅତ୍ୟାଚାର ଏବଂ ମାଡ଼ ଘଟଣାରେ ଟ୍ୱିଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହି ଘଟଣାରେ ଦେଶର ଆଇନ ବ୍ୟବସ୍ଥାର ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ। ସେ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ଏ ବିଷୟରେ ଲେଖିଛନ୍ତି।